ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। କିଛି ସ୍ୱପ୍ନ ଯାହା ଖୁସି ଦେଇଥାଏ, ଆଉ କିଛି ସ୍ୱପ୍ନ ରହିଛି ଯାହା ଦୁଃଖ ଦେଇଥାଏ। କିଛି ସ୍ୱପ୍ନ ଏମିତି ବି ରହିଛି ଯାହାକୁ ଦେଖିବା ମାତ୍ରେ ନିଦରୁ ସିଧା ଉଠିଯାଉ, କାରଣ ଏହା ଆମକୁ ପୁରା ଡରାଇ ଦେଇଥାଏ। ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ମଣିଷର ନିଦ ଅଚାନକ ଭାଙ୍ଗିବା ସ୍ୱାଭାବିକ କଥା। ନିଦ ଭାଙ୍ଗିବା ପରେ ବି ସେ ଚିନ୍ତିତ ରୁହେ। ମନରେ ଅନେକ ପ୍ରଶ୍ନ ଆସେ, ଏମିତି ଭୟାନକ ସ୍ୱପ୍ନ କାହିଁକି ମୁଁ ଦେଖିଲି? ତା ପଛରେ କ'ଣ କାରଣ ରହିଛି? ପ୍ରାୟତଃ ଲୋକମାନେ ଏଭଳି ସ୍ୱପ୍ନ ଦେଖିଲେ ସେମାନେ ନିଜ ଗୁରୁଜନଙ୍କୁ କିମ୍ବା ମନ୍ଦିରକୁ ଯାଇ ବ୍ରାହ୍ମଣମାନଙ୍କୁ ପଚାରିଥାନ୍ତି ଯେ ଏଭଳି ସ୍ୱପ୍ନ ଦେଖିବା ପଛରେ ପ୍ରକୃତରେ କାରଣ କ'ଣ ରହିଛି। ଆଜି ଚାଲନ୍ତୁ ଜାଣିବା ସେଭଳି ଏକ ସ୍ୱପ୍ନ ବିଷୟରେ। ଅନେକ ଜଣ ସ୍ୱପ୍ନରେ ସାପକୁ ଦେଖିଥାନ୍ତି, ଆଉ ଦେଖିବା ମାତ୍ରେ ଡରିଯାଆନ୍ତି। ଏହା ସାଧାରଣ କଥା। ପ୍ରାୟତଃ ଲୋକମାନେ ସ୍ୱପ୍ନରେ ସାପ ଦେଖିବା ପରେ ଏହାର କାରଣ ଖୋଜିବାକୁ ଆରମ୍ଭ କରିଦିଅନ୍ତି। କେହି କେହି କୁହନ୍ତି ଏହା ମହାଦେବଙ୍କର ଏକ ସଂକେତ, ତେଣୁ ସକାଳୁ ଉଠି ପ୍ରଥମେ ଶିବ ମନ୍ଦିର ଚାଲିଯାଆନ୍ତି। କିନ୍ତୁ ଏହା ପଛରେ କ'ଣ ସତ୍ୟତା ରହିଛି ଚାଲନ୍ତୁ ଜାଣିବା ଆଜିର ଏହି ସ୍ପେଶାଲ ଭିଡ଼ିଓରୁ। ସ୍ୱପ୍ନରେ ସାପ ଦେଖିବା ଅର୍ଥ ହେଉଛି ଜୀବନରେ କିଛି ନା କିଛି ଘଟିବାକୁ ଯାଉଛି। ସାପ ସ୍ୱପ୍ନଗୁଡ଼ିକ କିଛି ଶୁଭ ଏବଂ କିଛି ଅଶୁଭ ସଂକେତ ଦେଇଥାନ୍ତି। ଏହାର ପ୍ରଭାବ ନିଶ୍ଚିତ ଭାବରେ ଜୀବନ ଉପରେ ପଡ଼ିଥାଏ। ସାପକୁ କାଳ ଭାବରେ ମଧ୍ୟ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ସ୍ୱପ୍ନରେ ସାପ ଦେଖିବା ମୃତ୍ୟୁର ସଂକେତ ଦେଇଥାଏ ବୋଲି କେତେକ କହିଥାନ୍ତି। ତେବେ ସାପଙ୍କୁ ପୂର୍ବଜ ଭାବରେ ମଧ୍ୟ ବିବେଚନା କରାଯାଏ। ଏପରି ପରିସ୍ଥିତିରେ ବେଳେବେଳେ ସାପ ସ୍ୱପ୍ନ ଦେଖିବା ଧନ ଆଗମନର ସଂକେତ ମଧ୍ୟ ଦିଏ। ଏବେ ଜାଣନ୍ତୁ, ସ୍ୱପ୍ନରେ ଯଦି ଅନେକ ସାପ ଦେଖୁଛନ୍ତି ତେବେ ତାହାର ଅର୍ଥ କ'ଣ ରହିଛି। ମଣିଷ ସାଧାରଣତଃ ସବୁବେଳେ ଶୋଇବା ସମୟରେ ସ୍ୱପ୍ନ ଦେଖେ, କିନ୍ତୁ କିଛି ସ୍ୱପ୍ନ ଜୀବନର କିଛି ଘଟଣାକୁ ସୂଚିତ କରେ। ଅନେକ ଲୋକ ପ୍ରାୟତଃ ସାପ ସ୍ୱପ୍ନ ଦେଖିଥାନ୍ତି। ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଅନେକ ସାପକୁ ଏକାଠି ଦେଖିଥାଏ ତେବେ ବୁଝିବାକୁ ହେବ ଯେ ଜୀବନରେ କିଛି ବଡ଼ ଅଘଟଣ ବା ଖରାପ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏହା ପୂର୍ବରୁ ବ୍ୟକ୍ତି ସତର୍କ ହୋଇଯିବା ଆବଶ୍ୟକ। ଆଉ ଯଦି ସ୍ୱପ୍ନରେ ସାପ କାମୁଡ଼େ ତାହେଲେ ତାହା କେଉଁ ସଂକେତ ଦିଏ ଜାଣନ୍ତୁ। ଅନେକ ଲୋକଙ୍କୁ ସ୍ୱପ୍ନରେ ସାପ କାମୁଡ଼ିଥାନ୍ତି, ଯାହା ଫଳରେ ତାଙ୍କ ନିଦ ହଠାତ୍ ଭାଙ୍ଗିଯାଏ ଆଉ ସେମାନେ ଡରିଯାଆନ୍ତି। କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ ସ୍ୱପ୍ନରେ ସାପ କାମୁଡ଼ିବା ଏକ ଭଲ ସଂକେତ। ଏହାର ଅର୍ଥ ଭଲ ସମୟ ଆସିବାକୁ ଯାଉଛି। ସ୍ୱପ୍ନରେ ଯଦି ସାପ ଗୋଡ଼ାଉଛି ତାହେଲେ କ'ଣ ରହିଛି ସଂକେତ ଜାଣନ୍ତୁ। ଯଦି ଆପଣଙ୍କୁ ସ୍ୱପ୍ନରେ ସାପ ଗୋଡ଼ାଉଥାଏ ବା ପିଛା କରୁଥାଏ ତେବେ ବୁଝିବାକୁ ହେବ ଯେ ବଡ଼ ବିପଦ ଆପଣଙ୍କ ପିଛା କରୁଛି। ଆପଣ ବିପଦରେ ପଡ଼ିପାରନ୍ତି। ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ସାପ ଫଣା ଟେକିଥିବାର ଦେଖିଲେ ଏହା କେଉଁ ସଂକେତ ଦିଏ ଜାଣନ୍ତୁ। ଯଦି ଆପଣ ସ୍ୱପ୍ନରେ ଦେଖନ୍ତି ଯେ ଏକ ସାପ ଆପଣଙ୍କୁ ଫଣା ଟେକୁଛି ତେବେ ବୁଝିବାକୁ ହେବ ଯେ ଆପଣଙ୍କ ଜୀବନରେ ଏକ ଭଲ ସମୟ ଆସିବାକୁ ଯାଉଛି, ଧନ ବୃଦ୍ଧି ହେବାକୁ ଯାଉଛି। ଏହି ସ୍ୱପ୍ନ ଶୁଭ ସଂକେତ ଦେଇଥାଏ। ସେହିପରି ଯଦି ଆପଣ ସ୍ୱପ୍ନରେ ବାରମ୍ବାର ସାପ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଜାଣନ୍ତୁ ଏହା କ'ଣ ସଂକେତ ଦେଇଥାଏ। ଯଦି ଆପଣ ସ୍ୱପ୍ନରେ ବାରମ୍ବାର ସାପ ଦେଖୁଛନ୍ତି ତେବେ ବୁଝିବାକୁ ହେବ ଯେ ଆପଣଙ୍କ କୁଣ୍ଡଳୀରେ ବା ଜାତକରେ ପିତୃଦୋଷ କିମ୍ବା କାଳସର୍ପ ଦୋଷ ରହିଛି। ସ୍ୱପ୍ନରେ ବାରମ୍ବାର ସାପ ଦେଖିବା ଅଶୁଭ ବୋଲି ମନାଯାଏ। ତୁରନ୍ତ ଏହାର ପୂଜାପାଠ ବା ପ୍ରତିକାର କରି ତ୍ରୁଟିରୁ ମୁକ୍ତି ପାଆନ୍ତୁ। ତେବେ ଅନେକ ଥର ଆମେ ଶୋଇବା ପୂର୍ବରୁ ମଧ୍ୟ କିଛି ଏମିତି ଜିନିଷ ଦେଖିଥାଉ ଯାହା ଆମର ସବକନସିୟସ୍ ମାଇଣ୍ଡରେ ଫିଟ୍ ହୋଇ ରହିଯାଏ, ଯାହାକୁ ଆମେ ଶୋଇବା ପରେ ସ୍ୱପ୍ନ ମାଧ୍ୟମରେ ଦେଖିଥାଉ। କିନ୍ତୁ କିଛି ସ୍ୱପ୍ନ ଏମିତି ରହିଛି ଯାହା ଶାସ୍ତ୍ର ଅନୁମୋଦିତ ହୋଇ ରହିଛି, ଯାହାକୁ ଦେଖିବା ପରେ ତାର କିଛି ସଂକେତ ରହିଥାଏ, କିନ୍ତୁ ଏହି ସଂକେତ ବିଷୟରେ ସମସ୍ତେ ଜାଣିନଥାନ୍ତି। ତେବେ ଆମ ସ୍ୱପ୍ନ ଶାସ୍ତ୍ର ସହ ଜଡ଼ିତ ଏଭଳି ଅନେକ କିଛି ଜରୁରୀ କଥା ବିଷୟରେ ଜାଣିବାକୁ ଚାହୁଁଥିଲେ ମୋ ଚ୍ୟାନେଲ ସହ ଆଜି ହିଁ ଯୋଡ଼ି ହୁଅନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ।